হরিদাস জগন্নাথ কৃষ্ণ চরিত ভাগবত চরিত ভাগবত কৃষ্ণ চরিত ভাগবত জগন্নাথ দাস ভাগবতর সমস্ত চরিত্র চিত্রণ কলা বেলে কৃষ্ণ রস উপরে যেতিকি গুরুত্ব ଦେଇଛନ୍ତି ଅନ୍ୟ କୌଣସି ରସ ଉପରେ ସେତେ ଗୁରୁତ୍ୱ ଦେଇନାହାନ୍ତି। ତାହେଲେ ଆଜ୍ଞା ମାନ ଆମେ ଯଦି ଗୋପନୀଳାକୁ ନାଟକ ସଜେଇବା ନାୟକ ହିରୋ ହେବେ କିଏ? ନାୟିକା ହିରୋଇନ ହେବେ କିଏ? ଖଳନାୟକ କିଏ ହେବେ? ତାହେଲେ ରାଧା କୁଆଡେ ଗଲେ? ଭାଗବତ ଦ୍ୱାଦଶ ସ୍କନ୍ଧରେ ପର୍ଟିକୁଲାର ରାଧା ଚରିତ୍ରକୁ ଚିତ୍ରଣ କରିଛନ୍ତି। ରାଧା ବଲ୍ଲଭ କହିଲେ କୃଷ୍ଣଙ୍କୁ ବୁଝାଏ। ଲକ୍ଷ୍ମୀକାନ୍ତ କହିଲେ ଆଜ୍ଞା ଲକ୍ଷ୍ମୀକାନ୍ତ କହିଲେ ନାରାୟଣ, ରାଧା ବଲ୍ଲଭ କହିଲେ କୃଷ୍ଣ। ଜଗନ୍ନାଥ ଦାସ ଭାଗବତରେ ରାଧା ନା କାହିଁ ଲେଖିଲେନି? ରାଧା କିଏ? ରାଧା ଗୋଟେ ସୁକୁଟା ଝିଆରୀ। ଆଜି ରାଧା ତତ୍ଵ ଉପରେ ଚାରିପଦ କଥା ମୁଁ ଆପଣ ମାନଙ୍କୁ କହିବି। ରାଧା ବୋଲି ଗୋଟେ କେହି ନାରୀ ନାହିଁ ନା। ଅଷ୍ଟମ ଶତାବ୍ଦୀରେ ଜଣେ ଋଷି ସେ ପ୍ରଥମେ ରାଧା ଶବ୍ଦକୁ ଓଲଟେଇକି ଲେଖିଲେ ତାଙ୍କର ଭୃଗୁ ସଂହିତା। ଭୃଗୁ ଋଷି କହିଲେ ରାଧା କିଏ? ରାଧା ଚରିତ୍ରଟାକୁ ଟିକେ ଚିତ୍ରଣ କରି ଅଷ୍ଟମ ଶତାବ୍ଦୀରୁ ଗଲେ ଅଡୁଆ ହବ। ତଥାପି ମୁଁ ଗୋଟେ ଅଧଘଣ୍ଟେ ସେଥିରେ ଯାଉ, ତାପରେ ରାଧାଙ୍କ ପାଖକୁ ଯିବା। ବାପା ତାହେଲେ ଭୃଗୁ କହିଲେ ସୃଷ୍ଟୁ ନେତି ରାସବଦ ଧାରଣେ ପୋଷଣେ ଚଧା କୀର୍ତ୍ତି ସମ୍ପନ୍ନା ନାମ ନାୟବ ଗରିୟସୀ। ଭୃଗୁ କହିଲେ ଉପରେ ଧା ତଳେ ରା। କଣ ଧା ନା ଆମେ ମାନେ ସମସ୍ତେ ଯୋଉଠୁ ଆସିଛେ ଶୈବ ଧା। ରା ଆସିଛେ କୋଉଠି? ଆପଣ ମାନେ ଆସିଛନ୍ତି କୋଉଠି? ସଂସାରକୁ। କଣ କରିବା ପାଇଁ? ଦୁଃଖ ଭୋଗ କରିବା ପାଇଁ। ସଂସାରରେ ଦୁଃଖ ଏଠି ଯେତେ ଆପଣ ମାନେ ଅଛନ୍ତି 365 ଦିନ ଆପଣଙ୍କର ସୁଖରେ ବିତୁଛି। କୋଟିପତିର ବି ସୁଖ ନାହିଁ। ସୁଖ କେତେବେଳେ ଆସିବ? ଆମେ ତ ଆମ ଶତ୍ରୁକୁ ଚିହ୍ନି ପାରିଲେନି, ଶତ୍ରୁକୁ ମାରି ପାରିଲେନି, ସୁଖ କୋଉଠୁ ପାଇବୁ? ତୋ ଶତ୍ରୁ କିଏ? ବାପି। ପରିଷ୍କାର କି କହ। ବାପି ପରା। କଣ ବାପି ତୋର କଲା? ମୋ କଲେ ଚାରିବିଟା ଚୋରିକି ନେଇଗଲା।